हरि ओम। मातृभाषा श्रेणी षष्ठ विषय कौन शिखिबा। लेखक गोलक बिहारी धल। मनुष्य तार जीवन रे गोटे कथा को बेसी गुरुत्व दे थाए, ता हेउची शिखिबा। जन्म ठारो मृत्यु पर्यंत मनुष्य प्रति मुहूर्त रे किछि ना किछि कथा शिखि थाए। पिला माने तुमे भी शिखुछ, बापा माँ कठारु, गुरुजी गुरुमा कठारु, तुमर सांगसाथी कठारु, पुणी समाज ठारु, एमिति कि प्रकृति ठारु मध्य तुमे अनेक कथा शिखुछ। मने रख पिला माने, जी सर्वदा शिखिबार प्रयास रखे सी ही जीवन रे सुखी होई थाए। तेबे शिखिबा तुम जीवनर गोटे धर्म हेबा उचित। देख तुमे बे छोट अछ, समस्त ठारू तुमे किछि ना किछि कथा शिखुछ। बापा माँ गुरुजी गुरुमा हेले जितेबेले तुमे बड़ होई जिवो सेतेबेले तुमे कौन भाबिबो मोर बा कौन आउ शिखिबार अछि। किंतु ना, शिखिबो, शिखिले जीवन निर्माण हेबो। शुभ सकाळ। पिला माने भारी खुशी अच्छे ना? बहुत खुशी अच्छे बोध हुए। मन खुशी रहिले शिखिबार भारी मजा आसी थाए। देख तुमे तुम विद्यालय को आसुच, कौन पे आसुच? विद्यालय को टिके भल करी लक्ष्य कर। एठा को केवल शिखिबा पई ही आसुच, मस्ती करिबा को नुह। तुमे एठारे कंप्यूटर शिखुच, जोग प्राणायाम शारीरिक शिखुच, गुरुजी गुरुमांकटू गणित विज्ञान साहित्य इतिहास भूगोल एमिति केते केते कथा शिखुच। हेले सबुठु गोटे बड़ कथा आम शिशु मंदिर रू शिखुच। कौन जानिच? से होची नैतिक ज्ञान। ओ पिला माने एबे आमे आमर विषय उपर को जीवा। आम साहित्य बहिर गद्य विभागर कौन शिखिबा ए विषयर लेखक होचंदी अध्यापक गोलक बिहारी धल। तेबे आमे प्रथमे गोलक बिहारी धलंकर परिचय जानिबा। अध्यापक गोलक बिहारी धल 1921 मसीह ढेंकानाल गंजेडीह ग्राम रे जन्मग्रहण करथिले। पिलामाने से जने विशिष्ट भाषा तत्वविद और भ्रमण कहानी लेखक भावरे ओडिया साहित्य क्षेत्र में जनाशुना। तांको रचित पुस्तक गुड़िक मध्यरे ओडिया केबे, पेटर पवन पाटीर कथा, गंगारू गोदावरी, लंडन चिठी, अमर मनीष, ध्वनि विज्ञान इत्यादि प्रधान। इंग्राजी और हिंदी भाषा रे लिखित अनेक बहिर से ओडिया अनुवाद करिसेंती। गोलक बिहारी धल किछि दिन पर अमेरिका गले उच्च शिक्षा निमंते। से समय जो अमेरिकार अनुभूति नहीं कि आसिले से अनुभूति तांकर अमेरिका अनुभूति पुस्तक रे वर्णना करिसेंती। से अमेरिका अनुभूति रो ये जो कौन शिखिबा कथाटी को उद्धार करा जायछि। तेणु अमेरिका रे गोलक बिहारी धल जेतिक दिन रहिले से देश रे कौन भल कथा सबुठ कौन भल कथा ताकू ही शिखिले
ଆଉ ତାକୁ ଆସି ଆମ ଦେଶରେ ଆମମାନଙ୍କ ପାଖରେ ସେ ବଖାଣିଛନ୍ତି। ପିଲାମାନେ ମନେ ରଖ, ଆମେ ସବୁବେଳେ ଭଲ କଥା ଶିଖିବା। ଗୋଲକ ବିହାରୀ ଯେତେବେଳେ ଆମେରିକା ଗଲେ ଆଉ ଉଚ୍ଚ ଶିକ୍ଷା ପାଇଁ ଯାଇଛନ୍ତି ମାନେ ନିଶ୍ଚିତ ଭାବରେ ସେ ଗୋଟେ ଭଲ କଥା ଶିଖିବା ପାଇଁ ଯାଇଛନ୍ତି। ତେଣୁ ଯଦି ସେ ଆଜି ଭଲ କଥା ଶିଖିକି ଆସିଛନ୍ତି, ଆମକୁ ଭଲ କଥା ଶିଖେଇଛନ୍ତି, ତେବେ ଆମେମାନେ ମଧ୍ୟ ଭଲ କଥା ଶିଖିବା। ବିଦ୍ୟାଳୟକୁ ତମେ ଆସୁଛ, ଭଲ କଥା ହିଁ ଶିଖୁଛ। ଭଲ ମଣିଷଟେ ହେବା ପାଇଁ ଏଠି ଗୁରୁଜୀ ଗୁରୁମାମାନଙ୍କ ପାଖରୁ ଯେଉଁ ନୈତିକ ଜ୍ଞାନ ଶିଖୁଛ, ତାହା ହିଁ ତୁମ ଜୀବନର ସବୁଠୁ ବଡ଼ ମୂଲ୍ୟବାନ ଧନ। ତେଣୁ ଆମେ ଭଲ କଥା ହିଁ ଶିଖିବା। ତେବେ ଗୋଲକ ବିହାରୀ ଦଳ ଆମେରିକାର କ'ଣ ଏମିତି ଭଲ କଥା ଶିଖିକି ଆସିଲେ ଯାହା ଆମର ବହୁତ ଦରକାର। ତେଣୁ ଏ କଥା ଆମେ ଜାଣିବା। ପ୍ରଥମେ ପିଲାମାନେ, ଅଧ୍ୟାପକ ଗୋଲକ ବିହାରୀ ଦଳ କହନ୍ତି ଯେ ଦୋଷ ଗୁଣ ତ ସମସ୍ତଙ୍କର ଅଛି, ହେଲେ ଆମକୁ ଦୋଷକୁ ଛାଡ଼ି ଗୁଣକୁ ଶିଖିବା ଉଚିତ। ନା କ'ଣ କହୁଛ ପିଲାମାନେ? ଆମେ ନିଶ୍ଚିତ ଭାବରେ ଗୁଣକୁ ଗ୍ରହଣ କରିବା। ସମସ୍ତଙ୍କର କିଛି ନା କିଛି ଦୋଷ ଅଛି, କିଛି ଗୁଣ ବି ଅଛି। ଆମେ କେବେ ହେଲେ ତା ଦୋଷକୁ ଦେଖିବା ନାହିଁ, ଗୁଣକୁ ଗ୍ରହଣ କରିବା। ଲେଖକ କାହିଁକି ଏଇ କଥାଟାକୁ କ'ଣ ଶିଖିବା ବିଷୟବସ୍ତୁର ଆରମ୍ଭରୁ ନେଇଛନ୍ତି ଜାଣିବା। ଟିକେ ଅପେକ୍ଷା କର ପିଲାମାନେ। ଯେତେବେଳେ ଗୋଲକ ବିହାରୀ ଦଳ ଆମେରିକାର ଉଚ୍ଚ ଶିକ୍ଷା ସମାପ୍ତ କରି ଭାରତ ବର୍ଷକୁ ଫେରିଲେ, ସେତେବେଳେ ସାମ୍ବାଦିକମାନେ ଗୋଲକ ବିହାରୀକୁ ଜଣକୁ ପ୍ରଶ୍ନ କଲେ, ଆଜ୍ଞା କହନ୍ତୁ ଯେ ଆମେରିକାର ସବୁଠୁ ଭଲ କଥା କ'ଣ? ଲେଖକ କହିଲେ, ନା ଷ୍ଟେଟ୍ ଏମ୍ପାୟାର କୋଠା, ନା ଜର୍ଜ ୱାସିଂଟନ ପୋଲ। ଏ ଦୁଇଟା ଆମେରିକାର ବହୁତ ପ୍ରସିଦ୍ଧ ସ୍ଥାନ। କହିଲେ ଏ ଦୁଇଟା କଥା ମୁଁ ବେଶୀ ଗୁରୁତ୍ୱ ଦେଉନି, କାରଣ ତା ପ୍ରତି ମୋର ସେତେ ଦୁର୍ବଳତା ନାହିଁ। ମୁଁ ଦେଖିଲି ଆମେରିକା ଯେତେ ଦିନ ରହିଲି, ଦେଖିଲି ଆମେରିକାର ସବୁଠୁ ଗୋଟେ ଭଲ ଗୁଣ ମୁଁ ଶିଖିଲି, ତାହା ହେଉଛି ଶାରୀରିକ ପରିଶ୍ରମର ମୂଲ୍ୟ। ଆମେରିକାବାସୀମାନେ ଶାରୀରିକ ପରିଶ୍ରମର ମୂଲ୍ୟକୁ ଭଲ ଭାବରେ ବୁଝିଛନ୍ତି। ପିଲାମାନେ ବୁଝିପାରିଲ ଯେ ସେଇଥିପାଇଁ ପ୍ରଥମେ ଲେଖକ ଏ କଥାଟି କହିଲେ ଯେ ଆମେରିକାର ଯେ ସବୁ ଭଲ ଗୁଣ ତା ନୁହଁ, ବହୁତ ବି ଖରାପ ଗୁଣ ବି ଅଛି, କିନ୍ତୁ ଆମେରିକାର ସେ ଗୁଣକୁ କେବେ ହେଲେ ସେ ଗ୍ରହଣ କଲେ ନାହିଁ। ଆମେରିକାର ଭଲ ଗୁଣଟିକୁ ସେ ଗ୍ରହଣ କରି ଆସିଲେ, ଯେଉଁଟା ହେଉଛି ଶାରୀରିକ ପରିଶ୍ରମ। ଶାରୀରିକ ପରିଶ୍ରମ ଯେ ଗୋଟେ ଛୋଟଠୁ ବଡ଼ ପର୍ଯ୍ୟନ୍ତ କେହି ବିନା ପରିଶ୍ରମରେ ରହୁନାହାନ୍ତି, ସମସ୍ତେ କିଛି ନା କିଛି ପରିଶ୍ରମ କରୁଛନ୍ତି। ଆଉ ତାପରେ ବଡ଼ କଥା ହେଉଛି କ'ଣ ନା, ଗୋଟେ ବଡ଼ ଲୋକଟେ ଛୋଟିଆ କାମଟେ କରିବାକୁ କେବେ ହେଲେ ଲଜ୍ଜା ଅନୁଭବ କରନ୍ତି ନାହିଁ। ଏଇଟା ବହୁତ ବଡ଼ କଥା ତାଙ୍କ ଦେଶରେ, ଯେଉଁଟାକି ଆମ ଦେଶରେ ବହୁତ ଅଭାବ ଅଛି। ସେଥିରେ ଆମେ ଯଦି ବଡ଼ ଚାକିରି ପାଇଗଲେ, କେଉଁଠି ଗୋଟେ ଇଞ୍ଜିନିୟର, ଡକ୍ଟର, IAS, OAS ହେଇଗଲେ, ଆମେ ଗୋଟେ ଛୋଟିଆ କାମ ଘର ଓଳେଇବା, ବାଡ଼ିରେ କ'ଣ ଗଛ ଲଗେଇବା କି ମାଟି ଖୋଳିବା, ଏ କାମ, ପଥର ଉଠେଇବା, ଏ କାମ ଆମେ କରିପାରିବା ନାହିଁ, ଆମକୁ ଲଜ୍ଜା ଲାଗିବ। କିନ୍ତୁ ସେମାନେ ଲଜ୍ଜା ଅନୁଭବ କରନ୍ତି ନାହିଁ। ଏଇଟା ହେଉଛି ବହୁତ ମାନେ ଆମେରିକାଠୁ ଆମ ଭାରତ ବର୍ଷର ଗୋଟେ ଡିଫରେନ୍ସର କଥା। ଗୋଲକ ବିହାରୀ ଦଳ ଏଇ କଥାଟାକୁ ନେଇ କିଛି ଉପସ୍ଥାପନ କରିଛନ୍ତି। କ'ଣ ପିଲାମାନେ, ଲେଖକ ଯେତେବେଳେ ଆମେରିକାର ସବୁଠୁ ଭଲ କଥା ହେଲା ପରିଶ୍ରମର ମୂଲ୍ୟ, ଶାରୀରିକ ପରିଶ୍ରମର ମୂଲ୍ୟ, ତେବେ ଆମେରିକାରେ ଏଇ ଯେଉଁ ଶାରୀରିକ ପରିଶ୍ରମ କେମିତି ସେ ଅନୁଭବ କଲେ, କେତୋଟି ଉଦାହରଣ ମଧ୍ୟ ସେ ଦେଇଛନ୍ତି ଏ ବିଷୟରେ। ସେ ଉଦାହରଣ ଉପରକୁ ଆମେ ଯିବା। ପ୍ରଥମେ ଦିନେ ସେ ପ୍ରଫେସର ମର୍ଗାନଙ୍କ ସହିତ ସେ ଗଲେ, ତାଙ୍କ ସହିତ ଯାଉଛନ୍ତି, ଦେଖିଲେ ପହଞ୍ଚିଲେ ଗୋଟେ ଜାଗାରେ, ସେଠି ଜଣେ ବନ୍ଧୁ, ତାଙ୍କର ମର୍ଗାନଙ୍କର ଜଣେ ବନ୍ଧୁ
से होउछन्ति कोलगेट विश्वविद्यालय इंग्राजी प्रोफेसर। से गोटे बाड़ी रे कौन गछ लगाउछन्ति, हाथ कादुआ मादुआ होइछि, गछ पछ लगाउछन्ति, बाड़ी रे कौन काम गुडे करछन्ति, कादुआ मादुआ होइछन्ति। तापर तांको सहित परिचय कले किए हमर प्रोफेसर मर्गान, जे ये होउछन्ति मोर जने बंधु, किंतु से तो हैंडसेक करि पारलेने, जोटा कि करमर्दन आमे जोटा कहचे हाथ मिलाइबा, करमर्दन पिला से शब्दटी अछि करमर्दन, से करि पाले जेतु कादुआ चकुडुथिले तांको सहित परिचय कला परे हाथ मिलाई पारलेनी। सेठी से देखिले अनुभव कले जे जने कोलगेट विश्वविद्यालय प्रोफेसर सी आज इटी बाड़ी रे भी माटी काम करूछन्ति, ये गोटे कथा। द्वितीयतः पुणी देखिले जे सेठारे कौन है ना जड़े शिक्षक जिते बड़े आमर ग्रीष्म छुट्टी रे विद्यालय सब छुट्टी थाए, तेणु से छुट्टी समय तक कहीं नष्ट करेंगे घरे बसिकी, से परिवा बिकुले। पचारिया पर जना पड़ा से जन होती शिक्षक आ ग्रीष्म छुट्टी दुकान रे परिवा बिकुछन्ति बोले कहले लेखक भी आश्चर्य हेले, जाऊ परिवा बिकिया मध्य शिक्षक केबे लज्जा भी अनुभव करूना। कंपेयर कर जे वास्तविक तांकर परिश्रम केमिति, से केमिति परिश्रम करूचन्ति, तांकर केमिति लज्जा बोध भी नाही। से भली आ गोटे जगह जड़े अवसर प्राप्त पदार्थ विज्ञान शिक्षक तां घर को गले, अवसर प्राप्त से कौन करती ना जो शनिवार रविवार छुट्टी थाए, से शनिवार रविवार से समय तक कौन करते धीरे 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 से गोटे घर तैयारी कर निज हाथ में, कौन सी लोक को से इनवॉल्व करे ना, निजे से घर तैयारी कर शनिवार रविवार छुट्टी रे अन्य समय पाठ पढ़े स्कूल जाइछन्ति पाठ पढ़े, किंतु जतिके समय पाइछन्ति तांको प्राय लागिगला बहुत गुड़े दिन। सी 76 वर्षर बयसर वृद्ध सी, किंतु जमिति तांको भितर युव सुलभ प्रकटित होतिला। अनुभव करते जमिति से जो कथा कहते मु एमिति करदेले सेमिति करदेले आ निजे कठिन परिश्रम करी काम करिछि, से तांका भितर जमिति एते बयस हेलाणी जने वयस्क व्यक्ति, किंतु युवक भली तांका भितर गोटे उद्दामता प्रकाश पाउथला। सेमती आ गोटे उदाहरण लेखक कहते से मिस्टर बेकर अमेरिकार जन अवसर प्राप्त इंजीनियर, बयस 70 उपरे, मुंडर बाल धला। सकाळे श्रीमती बेकर और मु जेतेबेले गाड़ी धरी सभा को बाहरुचु, श्री बेकर सेतेबेले टांगिया कोड़ी साबल आदि गाड़ी रे उठंती। तबले केते बयस्क माने बयस हेलानी, किंतु ये तले तांका स्त्री सहित ये चालुचंदी गोटे सभा को जापे तांको डाकिले, सी मना कले। पर्वत भांगी माने पड़िया करी तहिरे घर तोलिबे, दिने दिने हत्ता बाड़ देबा पई मु तांका संगर मध्य जाए। त माने देख जने अमेरिकार जन अवसर प्राप्त इंजीनियर, तांको घरे प्रचुर टंका प्रबल गाड़ी। लेखक पचारे आपण घर तो शह शह गहक टंका सुना रूपा सब अच्छी, शह शह गहक मैंने प्रचुर ये सब अच्छी, पुणी फेर आपण कहीं एत बयस है तापर भी काम करुँच। बुझे कहले बहुत बढ़िया कथाटे कहले पिला माने, से उत्तर देले जे गोलक तमे एते पाठ पढ़ी अमेरिका पर्यंत आसिलेनी, तथापि अमेरिका जीवनर मूल दर्शनटा धरी पारलनी। आउ का कथा छाड़ी दियो, मु काम करे जीवन उपभोग करिया पई, काम व्यतिरेक अमेरिकान जीवन में सुख कल्पना असंभव। काम बिना आउ कौनसी कथा आमे जानूना। जिते आमे काम करुचु आमे सुख पाउचु। काम भितर जे आनंद लुकायित अच्छी ता जे जीवन रे थरे चाखिसी से आउ छाड़ी पारिबे। गोलक बेयर दल वास्तविक ये कि गोटे उदाहरण रे से पूरा अभिभूत हो पड़े। माने इते बड़ व्यक्ति, इते बड़ व्यक्तित्व
କିନ୍ତୁ ଛୋଟିଆ କାମଟେ କରିବା ପାଇଁ ଲଜ୍ଜା ଅନୁଭବ କରୁନାହାନ୍ତି। ଶିକ୍ଷକ ପରିବା ବିକୁଛନ୍ତି, ପ୍ରଫେସର, ଇଞ୍ଜିନିୟର, ଏମାନେ ସବୁ ମାଟି ଖୋଳି ଘର ତିଆରି କରୁଛନ୍ତି, ପଥର ଭାଙ୍ଗୁଛନ୍ତି, ବାଡ଼ିରେ କାମ କରୁଛନ୍ତି। ବଡ଼ ଆଶ୍ଚର୍ଯ୍ୟର କଥା। ତେଣୁ ପରିଶ୍ରମର ମୂଲ୍ୟକୁ ସେ କେତେ ଭଲ ଭାବରେ ବୁଝିଛନ୍ତି। ପରିଶ୍ରମ ବିନା ତାଙ୍କ ଜୀବନରେ ସୁଖ ଅସମ୍ଭବ ବୋଲି ସେ ସ୍ପଷ୍ଟ ଭାବରେ ଗୋଲକ ବିହାରୀଙ୍କୁ କହିଦେଲେ। ଆଉ ଗୋଟିଏ ଛୋଟିଆ ଉଦାହରଣ, ତାପରେ ମୁଁ ଯିବି ଆମ ଭାରତ ବର୍ଷର କଥା କ'ଣ ଅଛି। ଗୋଲକ ବିହାରୀ କହିଛନ୍ତି, ଆଉ ଗୋଟେ ଦିନେ ମୁଁ ଡେଭିଡ୍ ଓ ତା ବାପା ବୋଉ ସମସ୍ତେ ଗୋଟିଏ ସହର ଅଭିମୁଖେ ମଟର ଛୁଟାଉଥିଲୁ। ଭାରି ବର୍ଷା, ବରକୋଳିଆ ଟୋପା ଓଜାଡ଼ି ହୋଇ ପଡ଼ୁଥାଏ। ରାସ୍ତା ଉପରେ ଚକାଏ ପାଣି। ହଠାତ୍ ମଟରର ପଛ ଚକାଟା ଫାଟିଗଲା। ମାଇପି ମଣିଷ ସବୁଠି ସମାନ। ବିପଦ ପଡ଼ିଲେ ଅଳ୍ପ ବହୁତ ଇତସ୍ତତ ହୁଅନ୍ତି। ମଉଜରେ ମଟର ଚଳାଇବା ଓ ଚକ ଫାଟିଲେ ସମ୍ଭାଳିବା ଏକା କଥା ନୁହେଁ। ଆମେ ସମସ୍ତେ ମଟରରୁ ବାହାରି ଖବରକାଗଜ ଖଣ୍ଡେ ଲେଖାଏଁ ମୁଣ୍ଡରେ ଦେଇ ଠିଆ ହେଲୁ। 15 ବର୍ଷର ପୁଅ ଡେଭିଡ୍, ଦେଖ ଏଠି ଭଲ ଭାବରେ ମନେ ରଖ, 15 ବର୍ଷର ପୁଅ ଡେଭିଡ୍ ରାସ୍ତା ଉପରେ ପାଣିରେ ଶୋଇ ଅଧଘଣ୍ଟାଏ ନୂଆ ଚକଟାଏ ଲଗାଇଦେଲା। ଆମେ ସମସ୍ତେ କୃତକୃତ୍ୟ ହେଲୁ। କୃତକୃତ୍ୟ ଅର୍ଥ ଧନ୍ୟ ହେଲୁ। ସେ ପିଲାଟି 15 ବର୍ଷ ପିଲା। ଦେଖ ବର୍ଷା ହେଲା, ରାସ୍ତା ଏତେ ବର୍ଷା ହେଲା ଯେ ରାସ୍ତାରେ ଏତେ ପାଣି ହେଇଗଲା, ମଟର ଯିବା ତ ଅସମ୍ଭବ, ପୁଣି ତା ସାଙ୍ଗରେ ଚକା ମଧ୍ୟ ପଙ୍କଚର ହେଇଗଲା। କେମିତି ସେ ଚକା, ପୁଣି ଏତେ ପାଣି, ଏତେ ବର୍ଷା ହେଉଛି, ଅସମ୍ଭବ। କେଉଁଠି ଗୋଟେ ମେକାନିକକୁ ଡାକିବା, ଏ କାମ କରିବା ସମ୍ଭବ ନୁହେଁ। ଆମ ଭାରତ ବର୍ଷରେ ଯଦି ଆମେ କେହି ଗୋଟେ ଯାଉଥାଉ, ହେଇଗଲେ ଛାଡ଼, ସେ ହେଲାନି ତ ଆମେ ଛାଡ଼ି ଦେଇକି କୁଆଡ଼େ ଯିବା, ବର୍ଷା ଛାଡ଼ୁ ଦେଖିବା। କିନ୍ତୁ ନା, 15 ବର୍ଷ ପିଲାଟେ ସେଇ ପାଣି କାଦୁଅରେ ତଳେ ପଶି ଚକାକୁ ଚେଞ୍ଜ କରି ଷ୍ଟେପିନ୍ ଲଗେଇ ପୁଣି ଚାଲିଲେ। ଚିନ୍ତା କର, ଗୋଲକ ବିହାରୀ ଦଳ ଏଇ କେତେ ଗୁଡ଼ିଏ ଉଦାହରଣକୁ ସିଏ ଏମିତି ଭାବରେ ଉପସ୍ଥାପନ କରିଛନ୍ତି, କାରଣ ଅଙ୍ଗେ ଲିଭେଇଛନ୍ତି। ସେ କଥା ଗୁଡ଼ିକ ସେ ନିଜେ ଅଙ୍ଗେ ଲିଭେଇଛନ୍ତି, ଯେ ଅନୁଭବ କରିଛନ୍ତି ଆମେରିକାର ପ୍ରତ୍ୟେକ ବ୍ୟକ୍ତି ପରିଶ୍ରମକୁ କେତେ ପସନ୍ଦ କରନ୍ତି। ପରିଶ୍ରମ ତାଙ୍କ ଜୀବନର ସବୁକିଛି। ତେବେ ଏଇଠି ତ ଉଦାହରଣ ଦେଲେ, କେତେ ଗୁଡ଼ିଏ ଉଦାହରଣ ଦେଲେ। ପିଲାମାନେ ବହି ପଢ଼ିଲା ପରେ ଉଦାହରଣକୁ ଭଲ ଭାବରେ ତମେ ବୁଝିବ। ତେବେ ଲେଖକ କାହିଁକି ଏଇ ଉଦାହରଣ ଗୁଡ଼ାକ ଦେଇଛନ୍ତି, ଆଉ ସେ କାହିଁକି ଆମେରିକାର କଥାଟାକୁ ବେଶୀ ଉପସ୍ଥାପନ କରୁଛନ୍ତି ଆସିକି, ଯେ ପରିଶ୍ରମ ସେଇମାନେ ପରିଶ୍ରମ କରୁଛନ୍ତି, ଆମ ଭାରତର ଲୋକମାନେ ପରିଶ୍ରମ କରୁନାହାନ୍ତି। ସେଇଆ ନୁହେଁ ଯେ କେବଳ ଆମେରିକାର ଲୋକମାନେ ପରିଶ୍ରମ କରୁଛନ୍ତି, ଆମ ଭାରତୀୟମାନେ ପରିଶ୍ରମ କରୁନାହାନ୍ତି, ସେ କଥା ସେ କହୁନାହାନ୍ତି। କିନ୍ତୁ ପରିଶ୍ରମର ମୂଲ୍ୟକୁ ସେମାନେ ଭଲ ଭାବରେ ବୁଝିଛନ୍ତି। ତାଙ୍କର ଏରିଆ ବହୁତ, ଲୋକ ସଂଖ୍ୟା କମ୍। ଆମର ଏରିଆ କମ୍ କିନ୍ତୁ ଲୋକ ସଂଖ୍ୟା ବହୁତ। ସେମାନେ ପରିଶ୍ରମ କରୁଛନ୍ତି ସତ। ଆଜି ଗୋଟେ ମାନେ ବିଜ୍ଞାନର ବହୁତ ଉଚ୍ଚ ସ୍ଥାନରେ ସେମାନେ ବର୍ତ୍ତମାନ ପହଞ୍ଚି ଯାଇଛନ୍ତି। ହାଇ ଟେକ୍ନୋଲୋଜି ସେମାନେ ବ୍ୟବହାର କରୁଛନ୍ତି। ବହୁତ ଯନ୍ତ୍ରପାତିରେ ସେମାନେ କାମ କରୁଛନ୍ତି। ଛୋଟ ପିଲାଟେ ମଧ୍ୟ କାମ କରୁଛି। କିନ୍ତୁ ଆମ ଦେଶରେ ସେଇ କଥାଟା ହେଉନାହିଁ। ଯଦି କିଏ ଗୋଟେ ବଡ଼ ଲୋକ ହେଇଗଲା, ସେ କେବେ ହେଲେ ଛୋଟ କାମଟେ କରିବନି। ଘରେ ଯଦି ଗୋଟେ ବଡ଼ ବଡ଼ ଅଫିସର ଘରେ କ'ଣ ରୋଷେଇ କରିବା ପାଇଁ ଗୋଟେ ଲୋକ ଚାକିରିଆ ରହିଥିବ, ବାଡ଼ିରେ କାମ କରିବା ପାଇଁ ଜଣେ ଲୋକ ରହିଥିବ, ଘର ଓଳେଇବା ପାଇଁ ଜଣେ ଲୋକ ରହିଥିବ, ଘର ଜଗିବା ପାଇଁ ଜଣେ ଲୋକ ରହିଥିବ। ଏମିତି କେତେ ଲୋକ ମାନେ ଆପଏଣ୍ଟମେଣ୍ଟ ପାଇଥିବେ, କିନ୍ତୁ ନିଜେ ସେ କାମ କରିବେ ନାହିଁ। ସମୟ ଯଦିଓ ଅଛି ସେମାନଙ୍କ ପାଖରେ, ନାହିଁ କାହିଁକି, ଥିବ ନିଶ୍ଚିତ ଭାବରେ, କିନ୍ତୁ ସେ କାମ ସେ କରିବେ ନାହିଁ। ବେଳେବେଳେ ଲଜ୍ଜା ବି ସେମାନଙ୍କୁ ଅନୁଭବ ହେଉଛି। ଆମର ଭାରତୀୟ ଲୋକମାନଙ୍କ କଥା ସେଠି ଲେଖକ ନିଜେ ମଧ୍ୟ କହୁଛନ୍ତି, ଆଉ ମୁଁ ମୋ ଦେଶର ଯୁବକ, ପଟା ଖଣ୍ଡେ କେମିତି ଯୋଡ଼ିବି, ପଥର ଖଣ୍ଡେ କେମିତି ଉଠାଇବି, ମୋର ବୁଦ୍ଧି ପାଏ ନା। ଏଡ଼େ ଅପଦାର୍ଥଟିଏ ମୁଁ। ବେଳେବେଳେ ହତାଶ ହୁଏ ଯେ ମୋଠୁ ଭଳି କି ଅପଦାର୍ଥ ଅଛନ୍ତି। ଲେଖକ ନିଜେ ମଧ୍ୟ ସେ ଅନୁଭବ କରୁଛନ୍ତି ସେଇ ଜାଗାରେ ରହିକି, ଆମେରିକା ସ୍ଥାନରେ, ଯେ ଇଏ ଯେମିତି କାମ କରୁଛନ୍ତି, ମୁଁ ତ ନିଜେ ତ କରିପାରିବିନି। ନିଜକୁ ନିଜେ ମଧ୍ୟ ସେ ଦୋଷୀ ସାବ୍ୟସ୍ତ କରୁଛନ୍ତି। ଆଉ ପୁଣି ଗୋଟେ କହୁଛନ୍ତି, ଯେତେବେଳେ ଆମ ଦେଶରେ ଥରେ ବଡ଼ଦିନ ଛୁଟିରେ ଜଣେ ଅଧ୍ୟାପକ ଓ ତାଙ୍କ ସ୍ତ୍ରୀ ଘରକୁ ଚାଲିଗଲେ,
ତାଙ୍କ ଭଣଜା ଥାନ୍ତି, ସେ ତ ବଡ଼ ଦିନ ଛୁଟିରେ ଚାଲିଗଲେ। ଭଣଜା ଏକୁଟିଆ କେମିତି ରୋଷେଇବାସ କରିବ ତାକୁ ଜଣା ନାହିଁ। ସେ ପିଲାଟି ପୁଣି ପାଠ ପଢୁଛି, ଅନର୍ସ ଛାତ୍ର, ବିଏ ଅନର୍ସ ଛାତ୍ର। ଏତେ ବଡ଼ ପିଲାଟି ଚାହିଁଲେ ଗୋଟେ ଚାଉଳ ପକେଇକି ଭାତ ଫୁଟେଇକି ଗୋଟେ ଡାଲି କି ତରକାରୀ କରିକି ଖାଇପାରନ୍ତା, କିନ୍ତୁ ତା ବି ସେ କରୁନାହିଁ। କେଉଁ ହୋଟେଲ ମଗେଇ ଆଣି ଖାଇଦେଉଛି ବା ଯାହା ଅଛି ତା ବିସ୍କୁଟ ଫିସ୍କୁଟ ଖାଇକି ରହିଯାଉଛି। ଲେଖକ ପଚାରିଲେ, କିନ୍ତୁ ସେ କହିଲା ନା, ମୁଁ ଯାହା ପାରି ତାହା ଖାଇଦେଉଛି, ଆଉ କ'ଣ କରିବି, ମୋତେ ତ ଏଗୁଡ଼ା ସବୁ ଆସେନି। କିନ୍ତୁ ଆମେରିକାର ଲୋକମାନେ ଆମେରିକାର ପିଲାଟି ହେଇଥିଲେ ସେ କଥା କରିବନି, ସେ ନିଶ୍ଚିତ ନିଜ ହାତରେ ସେ କାମଟା କରିବ। ଏଇଟା ହେଉଛି ପରିଶ୍ରମର ମୂଲ୍ୟକୁ ସେମାନେ ବୁଝିଛନ୍ତି। ତେଣୁ ସେଥିପାଇଁ ଅତି କ୍ଷୋଭର ସହିତ ଲେଖକ କହୁଛନ୍ତି, ଆଜିକାଲି ଜଣେ ବିଏ କି ଏମ୍ଏ ପାସ୍ କରିବେ, ମୋଟା ଦରମାରେ ଚାକିରି କରିବେ, ଅଥଚ ନିଜ ହାତରେ ପାଣି ମୁନ୍ଦାଏ ଫୁଟାଇ ଚାଉଳ ସିଝାଇ ଖାଇବାର ଯୋଗ୍ୟତା ଆଜି ଯାଏ ହୋଇନି। ତେବେ କଲେଜ ପଢ଼ିଆ ଏନସିସି ପୋଷାକ ପିନ୍ଧି ଲେଫ୍ଟ ରାଇଟ୍ କୁଦି ଦେବାର କି ଲାଭ? ଏ ଦେଶର କ'ଣ ଭବିଷ୍ୟତ ନାହିଁ? କଣ୍ଟା ବାଡ଼ରେ ଲୁଗା ପକାଇ ଘର ଉପରକୁ କାଦୁଅ ଫିଙ୍ଗି ନିଜେ ଭଲ ବୋଲି ହାଟ ବଜାରରେ ବାଜା ବଜାଇବା ଛଡ଼ା କ'ଣ ଦ୍ୱିତୀୟ କାମ କିଛି ନାହିଁ? ଏଇଟା ହେଉଛି କ'ଣ? କଣ୍ଟା ବାଡ଼ରେ ଲୁଗା ପକାଇ ପର ଉପରକୁ କାଦୁଅ ଫିଙ୍ଗିବା ଅର୍ଥ, ଆମେ ସବୁବେଳେ ଆର ଅର୍ଥଟା ଗୋଟେ ପ୍ରବଚନ। ଆ ଅର୍ଥ ହେଉଛି ଅନ୍ୟର ଦୋଷ ଦେଖିବା। ଆମେ ଅଛି ଗୋଟେ ଜାଗାରେ ବସିବା, ଗପିବା, ମୌଜ ମସଲିସ୍ କରିବା, କାମ କରିବାନି। ହଁ, ବାପା ତ ରୋଜଗାର କରୁଛନ୍ତି, ଖାଉଛୁ ତ, ଆଉ କ'ଣ ଅସୁବିଧା ଅଛି? ତେଣୁ ଖାଲି ତା ପର କଥା ଆମେ ଆଲୋଚନା କରିବା, ତା ବିରୁଦ୍ଧରେ କିଛି କହିବା, ଏଟା ଭଲ ଲୋକ ନୁହେଁ, ସେଟା ଭଲ ଲୋକ ନୁହେଁ, ଇଏ ଏମିତି ସେମିତି କେତେ କେତେ କଥା କେବଳ ଆମ ଦେଶର। ତେବେ ସେ କହୁଛନ୍ତି, ଯଦି ଆମେ ଏଠି ଏ ଯେଉଁ ଏନସିସି ପୋଷାକ ପିନ୍ଧି ଲେଫ୍ଟ ରାଇଟ୍ କୁଦି ଦେଲେ କ'ଣ ଲାଭ ଅଛି? ଏନସିସିର ଯେଉଁ ଶୃଙ୍ଖଳା, ପିଲାମାନେ ଦେଖ, ଆମ ବିଦ୍ୟାଳୟରେ ଏନସିସି ତ ଶିଖାଯାଉଛି, ଗୁରୁମା ଶିଖଉଛନ୍ତି, ତମାନେ ଏନସିସି ଦେଖିଥିବ କେତେ ଶୃଙ୍ଖଳାର ସହିତ ସେମାନେ ଯାଉଛନ୍ତି, ସାଲ୍ୟୁଟ୍ ମାରୁଛନ୍ତି, ଶୃଙ୍ଖଳାର ସହିତ ଶାରୀରିକ କରୁଛନ୍ତି, ଯାହା ବି ତାଙ୍କୁ କାମ ଦିଆଯାଉ ସେ ସମୟରେ ଶୃଙ୍ଖଳାର ସେମାନେ କରୁଛନ୍ତି। କିନ୍ତୁ ସେଇଟା ଯଥେଷ୍ଟ ନୁହେଁ ଆମ ଦେଶ ପାଇଁ। ସେ ଏନସିସି ଶିଖିଲା ସମୟରେ ଯେତିକି ସେ କରୁଛନ୍ତି, ତାପରେ ନିଜ ଘରକୁ ଗଲେ ନିଜ ଘର କାମ କେହି କରେ। ସେଇ ଏନସିସି ପିଲା ବିଦ୍ୟାଳୟ ଯେତିକି ସେ ସିନସିୟର, ଘରକୁ ଗଲେ ସେତିକି ସିନସିୟର ନୁହେଁ। ସେଇଥିପାଇଁ ଲେଖକ କହୁଛନ୍ତି, ଆମେରିକା ଲୋକମାନେ ସେୟା ନୁହନ୍ତି, ଯାହା ସେମାନେ ଭିତରେ ଯାହା ବାହାରେ ମଧ୍ୟ ସେୟା ସେମ୍ ପରିଶ୍ରମ ଦୃଷ୍ଟିରୁ। କିନ୍ତୁ ଆମେ ଗୁରୁମା ହାତରେ ବାଡ଼ି ଧରିଛନ୍ତି ତ କାଳେ ପାଟି କରି ରାଗି କରିବେ, ତେଣୁ ଆମେ ଏନସିସିର ଗୋଟେ ନିଶ୍ଚିତ ଭାବରେ ଲେଫ୍ଟ ରାଇଟ୍ ଟିକେ ଶୃଙ୍ଖଳାର ସହିତ କରିବା। କିନ୍ତୁ ଘରକୁ ଗଲେ ସେ କଥା ଭୁଲିଗଲେ। ଘରେ ବି ଆମେ କୌଣସି କାମକୁ ମଧ୍ୟ ସେତିକି ଶୃଙ୍ଖଳାର ସହିତ କରୁନାହାନ୍ତି। ଆମକୁ ଯେତିକି କରିବା କଥା ସେତିକି ମଧ୍ୟ ଆମେ କରୁନାହାନ୍ତି। ତେଣୁ ଏ ବହୁତ ବଡ଼ ବିଷମ କଥା ଆମ ଦେଶ ପାଇଁ। ଦେଶ ଏମିତି ଆଗେଇ ପାରିବ ନାହିଁ, ସେଥିପାଇଁ ତଳକୁ ତଳକୁ ଯାଉଛି। ଆଜି ଆମେରିକା ହଉ, ଚାଇନା ହଉ, ଜାପାନ ହଉ, ଆଜି କେତେ ଉର୍ଦ୍ଧ୍ୱରେ। କାହିଁକି ଉର୍ଦ୍ଧ୍ୱରେ? ନା ସେମାନେ ପ୍ରତ୍ୟେକ ସମୟରେ, ପ୍ରତି ମୁହୂର୍ତ୍ତରେ, ଛୋଟ ହଉ ବା ବଡ଼ ହୁଅନ୍ତୁ, ସମସ୍ତେ କାମ କରୁଛନ୍ତି। କାମକୁ ପ୍ରଥମ ପ୍ରାୟୋରିଟି ସେମାନେ ଦେଉଛନ୍ତି। ତେଣୁ ଆମେ ସେଇଟା ଦେଇପାରୁନାହାନ୍ତି। ଆମେ ବହୁତ ଗରିବ, କାମ ନ କରିକି ଘରେ ବସିକି ଆମେ ଗରିବ। ଆମ ପାଖରେ ସବୁ ଅଛି, ଆମ ପାଖରେ ପ୍ରକୃତି ପୁରା ଭଣ୍ଡାର ଭର୍ତ୍ତି କରିକି ରଖିଛି, କିନ୍ତୁ ଆମେ ବାହାର ଦେଶକୁ ପଠାଇ ଦେଉଛେ। ଆମେ ହାତ ଗୋଡ଼ ଧରି ବସୁଛେ, କାମ କରୁନାହାନ୍ତି, ଗରିବ, ହାତ ପାତୁଛେ, ଭିକ ମାଗୁଛେ ବସିକି। ଏଇ କଥାଟା ତୁଳନା କରିକି କହିଛନ୍ତି ଆମେରିକା ଆଉ ଆମ ଭାରତ ବର୍ଷର କଥାକୁ। ସେଠି ପୁଣି ଆହୁରି ଗୋଟେ ବଢ଼ିଆ କଥାଟା କହିଲେ, ଶିକ୍ଷିତ ବଡ଼ ଲୋକ ଶାରୀରିକ ପରିଶ୍ରମର ମର୍ଯ୍ୟାଦା ନ ବୁଝିଲା ପର୍ଯ୍ୟନ୍ତ କେବଳ ଅଧା ପେଟିଆ ଦୁର୍ବଳ ମୂଲିଆ ହାତରେ ଦେଶ ଉଠି ପାରିବ ନାହିଁ। ପିଲାମାନେ ଏଇ କଥାଟାକୁ ଭଲ ଭାବରେ ବୁଝ। ବହୁତ ସୁନ୍ଦର ଭାବରେ କଥାଟାକୁ ସେ ଉପସ୍ଥାପନ କରିଛନ୍ତି ଲେଖକ, ଯେ ଶିକ୍ଷିତ ବଡ଼ ଲୋକ ଶାରୀରିକ ପରିଶ୍ରମର ମର୍ଯ୍ୟାଦା ନ ବୁଝିଲା ପର୍ଯ୍ୟନ୍ତ କେବଳ ଅଧା ପେଟିଆ ଦୁର୍ବଳ ମୂଲିଆ ହାତରେ ଦେଶ ଉଠି ପାରିବ ନାହିଁ। ଦେଖ, ଆମ ଦେଶରେ ବହୁତ ଲୋକ ଚାକିରି କରୁଛନ୍ତି, ବଡ଼ ବଡ଼ ପୋଷ୍ଟରେ ଅଛନ୍ତି, କିଏ ଆଇଏଏସ୍ ଓଏଏସ୍, କିଏ କେଉଁଠି ବଡ଼ ବଡ଼ ସ୍ଥାନରେ ମଧ୍ୟ ଅଧିକାରୀ ସବୁ ଅଛନ୍ତି। ସେମାନେ ଯିବେ, ତାଙ୍କର କାମ କ'ଣ ନା କାଗଜ କଲମରେ କିଛି ସାଇନ୍ ମାରିବେ, କିଛି ବୁଦ୍ଧି ଖର୍ଚ୍ଚ କରିବେ ଚେୟାରରେ ବସିକି,
ଏବଂ ସେଇଟା ଅନ୍ୟମାନେ ତା କାମ କରିବେ। କିନ୍ତୁ ସେମାନେ ପରିଶ୍ରମର ମର୍ଯ୍ୟାଦା କ'ଣ ବୁଝି ନାହାନ୍ତି। ଶାରୀରିକ ପରିଶ୍ରମ, ଯଦି ସେଇମାନେ ଘରକୁ ଆସିଲେ ଘରେ କାମ କରିବା ପାଇଁ ସବୁ ଲୋକ, କାରଣ ପଇସା ଅଛି ତାଙ୍କ ପାଖରେ, ଯେହେତୁ ପଇସା ଅଛି ସେ କାହିଁ ନିଜ ହାତରେ କାମ କରିବେ, ସେଥିପାଇଁ ପ୍ରତ୍ୟେକ କାମ ପାଇଁ 5-5ଟା ଲୋକ ଘରେ ମଧ୍ୟ ରହିଛନ୍ତି। ତେଣୁ ନିଜ ଘର, ଆଜି କୁଲି ମଜୁରିଆ ମାନେ କାମ କରି ଘର ବିଲ୍ଡିଂ ତିଆରି କରିବେ, ସେ ନିଜ ଅଫିସରେ ବସିକି, ଯେତେକ ସବୁ ଅଫିସର ଲୋକ ସବୁ ବସିକି କାଗଜ କଲମ ଚଲାଉଛନ୍ତି, ଲେଖକ ସେଇ କଥା କହୁଛନ୍ତି, ସେମାନେ ଶାରୀରିକ ମର୍ଯ୍ୟାଦା ବୁଝିବା ଦରକାର। ଆଉ କେବଳ ଅଧା ପେଟିଆ ଦୁର୍ବଳ ମାନେ ମୂଲିଆ ଶ୍ରମିକ ଲୋକ, ଯେଉଁମାନେ କ'ଣ ଏଇ ଯେଉଁ ଶ୍ରମିକ ମୂଲିଆ, ସେମାନେ କ'ଣ ପୁରା ପେଟ ଭରି ଖାଇପାରୁଛନ୍ତି? କେତେବେଳେ ଖାଉଛନ୍ତି, କେତେବେଳେ ନାହିଁ, କେତେବେଳେ ଲୁଣ ଲଙ୍କା ଲଗେଇ ମଧ୍ୟ ଭାତ ତୋରାଣି ମଧ୍ୟ ପିଇ ଦେଇକି କଠିନ ପରିଶ୍ରମ କରୁଛନ୍ତି। ସେଇମାନଙ୍କ ହାତରେ ଦେଶ ଉଠିବନି। ଆଜି ଆମେରିକା, ଜାପାନ, ଚାଇନା, ଚୀନ, ଯେଉଁମାନେ ମାନେ ଉଠିଛନ୍ତି ଉପରକୁ, ସେମାନେ ପରିଶ୍ରମର କ'ଣ ପ୍ରତ୍ୟେକ ସ୍ତରର ବ୍ୟକ୍ତି ବୁଝିଛନ୍ତି। ସେ ଉଚ୍ଚ ସ୍ତରର ହଉ ବା ନିଚ ସ୍ତରର ହଉ, ପରିଶ୍ରମକୁ ସେମାନେ ଭଲ ଭାବରେ ବୁଝିଛନ୍ତି। ତେଣୁ ଆମର ଏଠି ଯେଉଁମାନେ ତଳସ୍ତରୀୟ ଗରିବ, ଖଟିଖିଆ ମୂଲିଆ, ଏଇମାନେ ଶାରୀରିକ ପରିଶ୍ରମ କରିବେ, ଆଉ ଅନ୍ୟମାନେ ଚେୟାରରେ ବସି କାଗଜ କଲମ କାମ କରିବେ। ଯେଉଁମାନଙ୍କ ପାଖରେ ବୁଦ୍ଧି ଅଛି, ସେଇମାନେ ଯଦି ଟିକେ ଶାରୀରିକ ପରିଶ୍ରମରେ ଯୋଗ ଦେବେ, ତାହେଲେ ଆମ ଦେଶ ନିଶ୍ଚିତ ଭାବରେ ଆମେରିକା ଠାରୁ ମଧ୍ୟ ଶ୍ରେଷ୍ଠ ସ୍ଥାନ ଲାଭ କରିବ। ଲେଖକ ଏଠି ଆଶା ସେୟା କରିଛନ୍ତି। ପିଲାମାନେ, ଏ ବିଷୟର ଶେଷ କଥା ମୁଁ ତୁମକୁ କିଛି କଥା କହୁଛି, ମନେ ରଖ। ଆମେରିକା ଲୋକେ ଅନେକ ଦିନ ପର୍ଯ୍ୟନ୍ତ ଏକୁଟିଆ ହୋଇ ଚଳୁଥିଲେ। ପୃଥିବୀ ରାଜନୀତି ସହିତ ସେମାନଙ୍କର ବିଶେଷ ସମ୍ପର୍କ ନଥିଲା। ଗଲା ବିଶ୍ୱଯୁଦ୍ଧରୁ ସେମାନେ ପୃଥିବୀ କ୍ଷେତ୍ରରେ ଆଗୁଆ ହେବାରେ ଲାଗି ପଡ଼ିଛନ୍ତି। ବିଶ୍ୱ ଶାସନ, ବିଶ୍ୱ ମୈତ୍ରୀ ପାଇଁ ସେମାନେ ବର୍ତ୍ତମାନ ବଡ଼ ଉତ୍କଣ୍ଠିତ। ଆମେରିକାର ଯେକୌଣସି ସହରକୁ ଗଲେ ଆନ୍ତର୍ଜାତିକ କୌଣସି ନା କୌଣସି ଅନୁଷ୍ଠାନ ଦେଖିବାକୁ ପାଇବ। ଆମେମାନେ ତ ଏତେ ଗୁଡ଼ାଏ ଜାତିର ପିଲା ଆମେରିକା ପଇସାରେ ଆମେରିକାରେ ବୁଲୁଥିଲୁ। କାରଣ ଯାହା ହେଉନା କାହିଁକି, ଆନ୍ତର୍ଜାତିକ ଭାବ ବିନିମୟ ଲାଗି ଆମେରିକୀୟ ମାନେ ବଡ଼ ବ୍ୟାକୁଳ। ଏ କଥାଟି ମଧ୍ୟ ଲେଖକ ବେଶୀ ଇମ୍ପୋର୍ଟାଣ୍ଟ ଦେଇଛନ୍ତି। କାହିଁକି ନା ଆମେରିକା ସବୁବେଳେ ଚାହେଁ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଉ, ସମସ୍ତେ ଭାଇ ଭାଇ ହେଇ ଚଳନ୍ତୁ, କେଉଁଠି କେବେ ଯୁଦ୍ଧ ନ ଲାଗୁ, ସମସ୍ତେ ଶାନ୍ତି ଆଉ ମୈତ୍ରୀର ଭାବନା ନେଇ ଚଳନ୍ତୁ। କାରଣ ପ୍ରଥମେ କୌଣସି ଦେଶ ସହିତ ରାଜନୀତି କ୍ଷେତ୍ରରେ ତାଙ୍କର ସମ୍ପର୍କ କିଛି ନଥିଲା। ପରବର୍ତ୍ତୀ ସମୟରେ ବିଶ୍ୱଯୁଦ୍ଧ ଯେତେବେଳେ ହେଲା, ତାପରେ ଧୀରେ ଧୀରେ ଆମେରିକା ମାନେ ସବୁ କଥାକୁ ଟିକେ ମାନେ ଗୁରୁତ୍ୱ ଦେଲେ, ଯେମିତି ସାରା ପୃଥିବୀରେ ଆନ୍ତର୍ଜାତିକ କ୍ଷେତ୍ରରେ କେମିତି ସମସ୍ତେ ସୁଖ ଶାନ୍ତି ଲାଭ କରିବେ, ପ୍ରତ୍ୟେକ ଦେଶ ସହିତ ସୁସମ୍ପର୍କ ରହିବ, ସେଥିପାଇଁ ଆମେରିକାବାସୀ ମାନେ ବେଶୀ ବ୍ୟାକୁଳ। ସେଥିପାଇଁ ଆମେରିକାର ଦେଖ ପ୍ରତ୍ୟେକ ଦେଶରେ କୋଉଠି ନା କୋଉଠି ନିଶ୍ଚିତ ଭାବରେ ତାଙ୍କର ଗୋଟିଏ ଅଫିସ ଥିବ। କାରଣ ଆମେରିକା ସବୁବେଳେ ସବୁ ଦେଶ ସହିତ ସମ୍ପର୍କ ଯୋଡ଼ି ଆସିଛି। ସମସ୍ତେ ସମାନ ରୁହନ୍ତୁ, ଖୁସିରେ ରୁହନ୍ତୁ, ଏ ଆମେରିକା ଚାହେଁ। ଦେଖ କେତେ ବଡ଼ ଚିନ୍ତନ ଆମେରିକାର, ସେ ଚିନ୍ତନଟାକୁ ମଧ୍ୟ ଗ୍ରହଣ କରିଛନ୍ତି ଲେଖକ। ଆମେରିକା ଲୋକଙ୍କଠୁ ଶିଖିବାର ସବୁଠୁ ବଡ଼ କଥା ହେଉଛି ଅନ୍ୟର ପ୍ରଶଂସା କରିବା। ଯିଏ ଯାହା କରୁ ଲୋକେ ତାର ପ୍ରଶଂସା କରନ୍ତି। ତେଣୁ ଆମେରିକା ପାଖରୁ ଗୋଟେ ବଢ଼ିଆ କଥା ଶିଖିବାର କଥା ବୋଲି ଲେଖକ ବେଶୀ ଗୁରୁତ୍ୱ ଦେଉଛନ୍ତି। ଯେ ଆମ ଦେଶରେ ଦେଖ, ଯଦି କିଏ ଗୋଟେ ଆଗକୁ ଚାଲିଗଲା, ଆମେ ତା ଗୋଡ଼ ଟାଣିବା ସାଙ୍ଗେ ସାଙ୍ଗେ। ମାନେ ଅନ୍ୟର ଉନ୍ନତି ଆମେ କେବେ ହେଲେ ଦେଖିପାରିବାନି, ସହିପାରିବାନି। ତାଙ୍କ ଘରେ ଗୋଟେ ଭଲ ଗାଡ଼ି ହେଲା କି ଘର ହେଲା, ପଡ଼ିଶା ଘର ଦେଖି ସିଏ ସହିପାରିବନି, ବ୍ୟସ୍ତ ହେବ, ଆମର ଗୋଟେ କେମିତି ହେବା ଦରକାର, ନହେଲେ ରହିପାରିବାନି, ଆମେ ଛୋଟିଆ ହେଇଯିବା। କିନ୍ତୁ ଆମେରିକାର ସେମିତି ନାହିଁ। ଯଦି କିଏ ଆଗକୁ ବଢ଼ିଲା, ତାକୁ ଆହୁରି ବଢ଼ିବା ପାଇଁ ଏମାନେ ପ୍ରେରଣା ଯୋଗାଇ ଚାଲନ୍ତି। ତେଣୁ ସେଥିପାଇଁ ସାରା ବିଶ୍ୱରେ କେମିତି ଶାନ୍ତି ପ୍ରତିଷ୍ଠା ପାଇବ, ଆମେରିକା ଯେ ତାଙ୍କ ଠାରୁ ବେଶୀ ବଡ଼ ହେବ, ସମସ୍ତେ ତଳକୁ ପଳେଇ ଯାଆନ୍ତୁ, ଏଇ କଥା। ଯେମିତି ଆଜି ଚୀନ କେତେ ବଡ଼ ମାନେ ବିପଦ ସୃଷ୍ଟି କଲା ସାରା ବିଶ୍ୱରେ ନିଜେ ବଡ଼ ହେବା ପାଇଁ, କିନ୍ତୁ ଆମେରିକା ସେ କଥା
करे नाही बा करिब नाही बोलिकी एटा आशा पोषण करिसेंती किए लेखक। मनुष्य जीवन में जिते काम अच्छी घास कटार घोड़ा चढ़ा पर्यंत सबू विज्ञान ढांचारे पकाई दि जाइए। प्रत्येक कार्यर मूल्य अच्छी तेणु जे घास काटुची लोक ताको भी प्रशंसा करी कहती से गोटे बढ़िया घास कटाड़ी। अरे जी भल घर ओल्ई पारुची भल पाइखना सफा करि पारुची घास काटी पारुची जदि से भल काम कला से जिते छोटिया कामटे हो ताको निश्चित भाव में लोक कवि जाओ से भल कामटा करुच्ची। अरे से भल घर सफा कर से लोकटा को डाक से सब आम परिष्कार परिच्छन्न करदेव। तेज निश्चित भाव में जिते छोट कामटे हो जदि भल भाव में निश्चित भाव में समस्त प्रशंसा करेंगे। प्रशंसा शुणिले काम करने को मन न हब कहार आम परी सेटारे खूब कम लोक कहती जी कहे से क्या या करूनी ता करूनी से काम गुड़ाक बेकार कहीं करुच्ची एमती कथा शुणिले मनीष मन कौन हुए ता समस्ते जानते। यहाँ आम देश अच्छे नहीं से तो प्रशंसा करती जी आगू गला ताको निश्चित भाव में प्रशंसा करते आमर ना यहाँ कहीं से एत कम करुच्ची कौन दरकार बेकार देखे होमती आम भावु आम देशर लोक किंतु से कथा भावती नहीं। भारत रू आसी बोली कहीदेले से आदर अभ्यर्थन पेट पुराई दिखती। आम भारतीय माने जदि अमेरिका को जाऊे ताले यदि भारत रू आसी बोली कहू ताले से आमर एमती चर्चा करती आमको एभली प्रकार माने साहाय्य सहानुभूति देखाती माने विश्वास करें बहुत आदर करते से भारतीय मान को बोलिकी लेखक कहते। बेल आसी शेष लेखक कहते बेल आसी माछी न होई मऊमाछी हेबा घारे न बसी फूलरे बसिबा देश और जातिर मुक्ति पथ खोजिबा। कहला ना माछी न होई मो एटा सरलता पड़े पिला माने माछी न होई मऊमाछी हेबा घारे न बसी फूलरे बसिबा। लेखक आज जो कथा गुड़ा सब बुझी आसिले जे आमे भल कथा शिखा केबेले कार मंद कथा शिखा नहीं प्रथम रू कहले तेणु से दृष्टि अमेरिका रे भल कथा है तार परिश्रम मूल्य। तेणु आमे केते परिश्रम करिपरिबा शारीरिक परिश्रम करिपरिबा सेटा होची बड़ इम्पोर्टेंट। तापरे जे आमे सब बेले कौन करिया ना महुमाछी हेबा महुमाछीर कौन काम ना सी महू संग्रह करिवो महू तैयारी करिवो लोक मानकर मुख को मिठा करिवो से महू मध्य आम शरीर पई केते उपकारी। तेणु महुमाछी समाज पई केते उपकारी किंतु माछी अपकारी सी सब खराब जगार बसिबो आमर रोग सृष्टि करिवो। तेणु माछीर काम होला अन्य मानक दुख देवा सारा संसार रे जो माने दुख दउछन तांको आमे माछी बोली कहबा जी सुख दउची ताको आमे महुमाछी बोली कहबा। तेणु महुमाछी भली लोकटीए अन्य ठारू सुख संग्रह करी अन्य को से बांटुची निजे सुखी रोची अन्य को मध्य सुख दउची निजे सुखी न रहिले अन्य को सुख दे परिबनी। महुमाछीटी निजे महू संग्रह करुची निजे खाउची से मध्य एवं ता देहरे मते से बंचुची अन्य मान को मध्य बंचौची। तेणु आमे माछी हेबानी बरं महुमाछी हेबा आ फूलरे बसिबा किंतु घारे बसिबानी। माछीर काम होला कौन से घारे बसिबो घारे बसिकी खराब जिनस गुड़ाक ग्रहण करिवो आ रोग सृष्टि करिवो आ घारे बसला माने माछी आम कष्ट होला ना माछी यदि घा को लागे आम देख कष्ट लागिवो। तेणु महुमाछी कोठी बसिबो फूलरे बसिबो आ महू संग्रह करिवो। जी भल लोक से निश्चित भाव में भल जगार बसिबो भल कथा ग्रहण करिवो से समाज को भल कथा ही दब। तेणु से कहले देश जातिर मुक्ति पथ खोजा भल लोकटे सब देश जातिर कथा चिंता करिथाए खराब लोकटे करिपरिबनी। भल लोकटे देशर केमिति उन्नति हबो निजर उन्नति संगे संगे समाजर केमिति उन्नति हबो से सब चाहिबो। धन्य से प्रशंसा मुखर अमेरिकान जाति सतरे जहा कहती उच्च मना उच्चे अमृत लभई नीच मना लभे विष मनुष्य भाग्य रे जहा ताही फलुची। शेष कथा लेखक कहले देख जे अमेरिकावासी सब प्रशंसा मुखर माने सी
ଅନ୍ୟମାନଙ୍କୁ ସବୁବେଳେ ପ୍ରଶଂସା କରନ୍ତି। ଆମ ଦେଶରେ ସେଇଟା ନାହିଁ। ତେଣୁ ସେମାନେ ପ୍ରଶଂସା ମୁଖର, ସବୁବେଳେ ସମସ୍ତଙ୍କୁ ପ୍ରଶଂସା କରିବେ। ତେଣୁ ଏଇଠି ଜଣେ ବଡ଼ ସାହିତ୍ୟିକ ଲେଖିଛନ୍ତି ଯେ ଉଚ୍ଚ ମନା ଉଚ୍ଚେ ଅମୃତ ଲଭେ, ନିଚ ମନା ଲଭେ ବିଷ। ଯିଏ ଉଚ୍ଚ ମନା ସେ ନିଶ୍ଚିତ ଅମୃତ ଲାଭ କରିବ। ଆମେରିକାବାସୀ ସେମାନେ ଉଚ୍ଚ ମନା, ତେଣୁ ସେ ଆଜି ଅମୃତ ପାନ କରିଛନ୍ତି, ଅର୍ଥାତ୍ ଆଜି ସାରା ବିଶ୍ୱରେ ସିଏ ଧନଶାଳୀ ବ୍ୟକ୍ତି, ଧନଶାଳୀ ଦେଶ, ସବୁଥିରେ ଆଗୁଆ। କାହିଁକି ନା ତାଙ୍କର ମନ ହେଉଛି ଉଚ୍ଚ। ତେଣୁ ଉଚ୍ଚ ମନା ଉଚ୍ଚ ଅମୃତ ଲଭେ, ନିଶ୍ଚିତ ଭାବରେ ଜଣେ ଉଚ୍ଚ ମନା ଅମୃତ ଲାଭ କରିବ। ଯିଏ ନିଚ, ଯିଏ ସବୁବେଳେ ଅନ୍ୟମାନଙ୍କର ଦୋଷ ଦୁର୍ବଳତା ଦେଖେ, ଆମ ଦେଶର ଲୋକମାନେ ତ ସେଇଆ ଆଉ କ'ଣ, ମାନେ ଉଚ୍ଚ ମନା ହେଇପାରୁନାହାନ୍ତି। ଆମର ଗୋଟେ ଉଚ୍ଚ ସ୍ଥାନରେ ପହଞ୍ଚିବା ପାଇଁ ଯେଉଁ ପ୍ରକାର ଚିନ୍ତନ, ସେ ଚିନ୍ତନ ଆମ ପାଖରେ ଆସୁ ନାହିଁ। ସବୁବେଳେ ଆମେ ତ ନିଚ କଥା ଚିନ୍ତା କଲେ, କାହାର ଚେର କାଟିବା, କାହାକୁ ଖାଲରେ ପକେଇବା, କିଏ ଆଗକୁ ପଳେଇଲା ତା ପାଇଁ ଆମେ ବ୍ୟସ୍ତ ହେବା, ସେ କାହିଁ ଆଗକୁ ପଳେଇଲା, ଏହିସବୁ ଜିନିଷ ଆମକୁ ତଳକୁ ତଳକୁ ନେଇଯାଉଛି। ଆମେରିକାବାସୀ ବା ଆମେରିକା ଦେଶ ସେଇଥିପାଇଁ ସମଗ୍ର ବିଶ୍ୱରେ ଆଗୁଆ, ସେମାନେ ପରିଶ୍ରମର ମୂଲ୍ୟ ବୁଝିଛନ୍ତି। ପିଲାମାନେ, ଏଥିରୁ ଆମେ ବହୁତ କଥା ଶିଖିଲେ। ସେଥିପାଇଁ ତ ବିଷୟ ନାଁ ଦିଆଯାଇଛି କ'ଣ ଶିଖିବା, ମାନେ ବହୁତ ବଡ଼ କଥା। ଇଏ ଲେଖକ ତାକୁ ଏମିତି ଟିକେ ଲେଖି ଦେଇଛନ୍ତି ସତ, କିନ୍ତୁ ଆମେ ସେମିତି ତାଙ୍କ ଲେଖା ଅନୁସାରେ ଆମେ ପଢ଼ିଦେବାନି, ତାକୁ ଅନୁଭବ କରିବା। ଯଦି ଆମେ ଯାହା ଆମେ ଶିଖୁଛେ, ଯଦି କାର୍ଯ୍ୟରେ ତାକୁ ଆମେ ପ୍ରୟୋଗ ନ କରିବା, ସେ ଶିଖିବା ବୋଲି କୁହାଯିବନି। ତେଣୁ କେତେ ଗୁଡ଼ିଏ କଥା ସେ କହିଲେ, ଆମେ କେବେ କାହାର ଦୋଷ ଦେଖିବା ନାହିଁ, ସବୁବେଳେ ଭଲ ଜିନିଷଟାକୁ ଦେଖିବା। ସେଇଭଳି ଆମେ ଉଚ୍ଚ ମନା ହେବା, କେବେ ହେଲେ ନିଚ ମନା ହେବାନି। ଏଇଟା ସରଳତା ପଡ଼ିବ, କେବେ ନିଚ ମନା ହେବାନି। ନିଚ ମନା ହେଲା ମାନେ ଆମେ ସବୁବେଳେ ତଳକୁ ତଳକୁ ଯିବା ଆଉ ଦୁଃଖ ପାଇବା। ଆଉ କ'ଣ ନା, ଆମେ ମାଛି ହେବାନି, ମହୁମାଛି ହେବା। ତେଣୁ ମହୁମାଛି ହେଲେ ନିଶ୍ଚିତ ଭାବେ ଆମେ ସମାଜରେ ଗୋଟେ ଭଲ ମଣିଷ ହେବା। ତାପରେ କ'ଣ ନା, କୌଣସି କାମକୁ ଆମେ କେବେ ହେଲେ ଘୃଣା କରିବା ନାହିଁ, କାମ କରିବା ପାଇଁ ଲଜ୍ଜା ଅନୁଭବ କରିବା ନାହିଁ। ଏସବୁ କଥା ଯଦି ଆମ ଦେଶରେ ହୁଏ, ତାହେଲେ ଆମ ଦେଶ ନିଶ୍ଚିତ ଭାବରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିବ ସମଗ୍ର ବିଶ୍ୱରେ। ଦେଖ, ଆମେରିକାର ସଂସ୍କୃତି ଏତେ ଭଲ ନୁହେଁ, ଆମ ଭାରତ ବର୍ଷ, ଖାଲି ଆମେରିକା ନୁହେଁ, ସମଗ୍ର ପୃଥିବୀରେ ସବୁଠୁ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି ସଂସ୍କୃତିରେ। ତାର ଚାଲିଚଳନ, କଥାବାର୍ତ୍ତା, ଭାଷା, ସବୁ ଦୃଷ୍ଟିରୁ ଆମର ଚିନ୍ତନ, ଆମର ଆଧ୍ୟାତ୍ମିକ ଭାବଧାରା, ଏଇ ସବୁ କଥା ଦେଖିବାକୁ ଗଲେ ଆମ ଭାରତ ବର୍ଷ ନିଶ୍ଚିତ ଶ୍ରେଷ୍ଠ ସ୍ଥାନ ଅଧିକାର କରିବ। କିନ୍ତୁ ତାକୁ ତ ନେଇ ଆମେ କେବଳ ବଞ୍ଚିବାନି, ଯେହେତୁ ବିଜ୍ଞାନର ଯୁଗ ଅବସ୍ଥାରେ ପହଞ୍ଚିଛି, ଆଉ ବିଜ୍ଞାନରେ ସମଗ୍ର ବିଶ୍ୱ କେମିତି ଆଗେଇ ଆଗେଇ ଚାଲୁଛି, ତେଣୁ ତା ସହିତ ଆମେ ତାଳ ଦେଇକି ଯଦି ନ ଚାଲିବା, ତାହେଲେ ଆମେ ପଛରେ ପଡ଼ିଯିବା। ତେଣୁ ଆମକୁ ସେଇ କଥା ଶିଖିବାକୁ ପଡ଼ିବ, ଯାହା ଗୋଲକ ବିହାରୀ ଦଳ ଆମକୁ ଶିଖେଇଲେ, ଆମେ ତାକୁ ମନେ ରଖିବା। ତମେ ଏବେ ଛୋଟ ଅଛ ପିଲାମାନେ, ତମେ ଏବେ ଶିଖିବ, ସେ ଶିଖିବା ପାଇଁ ତ ତମେ ବିଦ୍ୟାଳୟକୁ ଆସିଛ। ଯଦି ଏ କଥା ଆମେ ନ ଶିଖିବା, ତାହେଲେ ଆମ ଭବିଷ୍ୟତ କ'ଣ ହେବ, ଆମ ସମାଜର ଭବିଷ୍ୟତ କ'ଣ ହେବ, ଆମ ଦେଶର ଭବିଷ୍ୟତ ମଧ୍ୟ କ'ଣ ହେବ, ଏ କଥା ନିଶ୍ଚିତ ଭାବରେ ଅନୁଭବ କରିପାରୁଥିବ। ଥରେ ରାତିରେ ବସି ଏକଥା ଭାବିବ, ଚିନ୍ତନ କରିବ, ତାହେଲେ କିଛି ତମର ମିଳିବ ସେଥିରୁ। ଦେଖ ପିଲାମାନେ, ସମ୍ପୂର୍ଣ୍ଣ ବିଷୟଟାକୁ ମୁଁ କହିଦେଲି, କ'ଣ ଶିଖିବା, ତାର ଯେଉଁ କଥା ସବୁ ଅଛି ସେ ବିଷୟରେ ତ ସବୁ ଆଲୋଚନା କରିଦେଲି। ତା ଭିତରେ ଯାହା ସରଳାର୍ଥ ଅଛି ମୋତେ ସେଇ କଥାଟା ମଧ୍ୟ ମୁଁ ତୁମକୁ କହିଲି। ଏବେ ତୁମକୁ ତାର ଶବ୍ଦାର୍ଥ, ସରଳାର୍ଥ, ପ୍ରଶ୍ନ ଉତ୍ତର ବା ତାର କିଛି ବ୍ୟାକରଣ ଅଛି, ସେ କଥା ସବୁ ଲିଖିତ ଭାବରେ ଜଣାଇ ଦିଆଯିବ। ଲିଖିତ ଭାବରେ ପଠାଇଦେଲା ପରେ ତୁମେ ତାକୁ ପଢ଼ିବ, ବିଷୟକୁ ବୁଝିବ। ସବୁ କଥା ଗୁଡ଼ାକ ତୁଳନା କରିକି ପଢ଼ିଲା ପରେ ଟୋଟାଲ ବିଷୟଟାକୁ ତୁମେ ବୁଝିଯିବ, ତାର ସରଳାର୍ଥ ଗୁଡ଼ିକ ଜାଣିଯିବ, ଶବ୍ଦାର୍ଥ ଜାଣିବ, ବ୍ୟାକରଣ ଜାଣିଯିବ, ପ୍ରଶ୍ନ ଉତ୍ତର ଜାଣିଯିବ। ତେଣୁ ଧୈର୍ଯ୍ୟ ଧର ପିଲାମାନେ, ଏତେ ସମୟର ଭିଡ଼ିଓ ହେଇଛି ବୋଲିକି କେବେ ହେଲେ ଧୈର୍ଯ୍ୟ ହରାଇ ବସିବନି। ବିଷୟଟାକୁ ସମ୍ପୂର୍ଣ୍ଣ ଭାବରେ ଏଇ ଭିଡ଼ିଓରେ
ଜାଣିବାକୁ ଚେଷ୍ଟା କରିବ। ତାପରେ ପ୍ରଶ୍ନ ଉତ୍ତର କ୍ରମାନୁସାରେ ଦିଆଯିବ। ସେ ପ୍ରଶ୍ନ ଉତ୍ତର ଗୁଡ଼ାକ ସବୁ ଜାଣିଲା ପରେ ସମ୍ପୂର୍ଣ୍ଣ ବିଷୟ ତୁମେ ବୁଝିଯିବ। ତେବେ ରହୁଛି, ଧନ୍ୟବାଦ।